ଆଜି ଆମେ ପଢିବା 12 ମାସର ନାମ ହେଲା। 12 ମାସର ନାମ ଆମେ ଇଂଲିଶରେ ପଢିବା ଓଡ଼ିଆରେ ପଢିବା। ଇଂଲିଶରେ କହିବା ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର। ଭେରି ଗୁଡ୍। ଆଉ ଓଡ଼ିଆରେ ଅଛି ମୁଁ ଜାଣିଛୁ କହିଲୁ କଣ ଦେଖିବା ଜାଣୁ What the guy is? We are playing this. English girl. March, April, May, June, July, August, September, October, November, December. January, February, March, April, May, June, December. अक्टोबर, 12 अगस्त, জান বৈশাখ মাস মানে কোন বৈশাখ মাস থেকে মানে কেমতি কেন বৈশাখ কোন ବୈଶାଖ ମାସରେ ଆମ୍ବ ହୁଏ ନା ଆମ୍ବ ହେଇଥିବ ଯୋଉ ବର୍ଷା ପବନ ସବୁ ହୁଏ ଯୋଉ କାଳବୈଶାଖୀ ଯୋଉ ପବନ ହୁଏ ବୈଶାଖ ମାସରେ ହୁଏ। ଜ୍ୟେଷ୍ଠ ମାସରେ କଣ ହୁଏ? ଜ୍ୟେଷ୍ଠ ମାସରେ ସବୁ ବଡ଼ ମାନେ ସବୁ ପଢୁଆ ହୁଅନ୍ତି। କିଏ ବଡ଼ କିଏ ତୁ ବଡ଼ ପଢୁଆ ହଉ ତମେ ତ କେହି ହଉନ ତମେ ସବୁ ସାନ। ଆଷାଢ଼ ମାସରେ କଣ ହୁଏ? ବର୍ଷା ହୁଏ। ବର୍ଷା ଦିନ କଣ କୁହନ୍ତି ବର୍ଷା ଦିନ ଯୋଉ ହୁଏ ବର୍ଷା। ଶ୍ରାବଣ ମାସରେ ବି ବର୍ଷା ହୁଏ। ଆଶ୍ଵିନ ମାସରେ ବି ବର୍ଷା ହୁଏ। କାର୍ତ୍ତିକ ମାସରେ କଣ ହୁଏ? ଶୀତ ଦିନ ଆସେ ଡଙ୍ଗା ଭସା ହୁଏ ଶୀତ ଦିନ। ମାର୍ଗଶିରରେ ମାଣବସା ହୁଏ। ଆଚ୍ଛା ଠିକ ଅଛି। ତାହେଲେ ଚୈତ୍ର ମାସରେ କଣ ହୁଏ? ଚୈତ୍ର ମାସରେ କଣ ହୁଏ ଜାଣିଲ? ଚୈତ୍ର ମାସରେ ଛୋଟ ଛୋଟ ଆମ୍ବ ହୁଏ ତମେ ସବୁ ପାଣି ଖାଅ? ତୁ କହିପାରିବୁ? ଚୈତ୍ର ମାସ କୋଉ ମାସ ଆଡୁ ଆସେ? ଏପ୍ରିଲ ଆଡୁ ହୁଏ ନା ଚୈତ୍ର। ଚୈତ୍ର ମାସରେ ଇଂଲିଶ ମାସ ହଉଛି ଏପ୍ରିଲ। ଆଉ ଶ୍ରାବଣ ମାସ କେବେ ପଡେ? ଅଗଷ୍ଟରେ ପଡେ ଶ୍ରାବଣ ମାସ। ଆଉ କାର୍ତ୍ତିକ ମାସ କେବେ ଆସେ? ନଭେମ୍ବରକୁ ଆସେ। ଆଉ ମାର୍ଚ୍ଚ ଟା କୋଉ ମାସ? ଫାଲ୍ଗୁନ ହେଲା। ତାହେଲେ ଆଜି ଆମେ ପଢିଲେ 12 ମାସ। ତମେ ଜାଣିପାରିବ ତମକୁ ଘରେ ଯେତେବେଳେ ମାନେ ବୁଢୀ ମାନେ ସବୁ ପଚାରିବେ କି ଥିବେ ଯୋଉ ବୁଢା ବୁଢୀ ତମ ଘରେ ସବୁ ଥିବେ ସେ ତ ଆଉ ଜାଣୁନଥିବେ ନା ଇଂଲିଶରେ ଜାଣୁନଥିବେ ତ ତମକୁ ଓଡ଼ିଆରେ ପଚାରିଲେ ତମେ କହିପାରିବ? ସେ ଯଦି ତମକୁ କାହ୍ନୁକୁ ତା ଜେଜେମା ପଚାରିବ ଏଇଟା ହେଲା ଶ୍ରାବଣ ମାସ ତୁ କଣ କହିବୁ? ଶ୍ରାବଣ ମାସ ମାନେ କୋଉଟା ବୁଝିବ? କହିଲେ ଶ୍ରାବଣ ମାସକୁ ଇଂଲିଶରେ କଣ କହିବ? ଅଗଷ୍ଟ କହିବ। ଆଉ ତତେ ଯେତେବେଳେ ତମେ ଚୈତ୍ର ମାସ ହେଇଛି କଣ କହିବୁ? ଇଂଲିଶରେ କହିଲେ ଚୈତ୍ର ମାସ ମାନେ କଣ କହିବୁ? ଏପ୍ରିଲ। ଠିକ ଅଛି ତାହେଲେ ଜାଣିଲ 12 ମାସର ନାମ ହେଲା।